ନମସ୍କାର ସାଙ୍ଗମାନେ। ପୁଣି ଏକ ବହୁତ ଚିନ୍ତିତ ରେଲୱେ ଦୁର୍ଘଟଣା ଘଟିଛି, ଯେଉଁଟାକି ଉଜ୍ଜୈନ ଏକ୍ସପ୍ରେସ୍ ଆମର ଲକ୍ଷ୍ମୀବାଇ ନଗରରୁ ଯାଉଥିଲା ଋଷିକେଶକୁ। ଆଉ ରେଲୱେ ଟ୍ରାକ୍ ସାଇଡ଼୍ରେ ଥିବା ରେଲୱେ ଟ୍ରାକ୍ ସାଇଡ଼୍ରେ ବଫର ଡେଡ୍ ଏଣ୍ଡ ସହିତ ଆକ୍ସିଡେଣ୍ଟ ହୋଇ, ଯାହା ଲୋକୋମୋଟିଭ୍ ସୂଚନା ଅନୁସାରେ ଟ୍ରେନ୍ର ଭାଗଗୁଡ଼ିକ 3ଟି ବଗି ଡିସମିସ୍ ହୋଇଯାଇଥିଲା। ଆଉ ଭଗବାନ ବଶତଃ ଏଥିରେ କୌଣସି ଯାତ୍ରୀ ଅନବୋର୍ଡ଼ ହୋଇନଥିଲେ। ଏହା ଋଷିକେଶ ମଧ୍ୟରେ ଆମର ସେ ଯେଉଁ ରେଲୱେ ୟାର୍ଡ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ନମସ୍କାର ବନ୍ଧୁଗଣ, ଆମର এই ରିସେଣ୍ଟ ସଠିକ୍ ନ୍ୟୁଜ୍କୁ ଦେଖିବା ପାଇଁ ଆମର ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆପଣମାନେ ଭାବନ୍ତୁ, କାଲି ଯେଉଁ ଆକ୍ସିଡେଣ୍ଟଟି ଘଟିଲା, ଉଜ୍ଜୈନ ଏକ୍ସପ୍ରେସ୍ ଯେଉଁ ୟୋଗନାଗରେ ରେଲୱେ ଷ୍ଟେସନ ପାଖରେ ଡିରେଲ୍ସ ହେଇଛି ଋଷିକେଶ ପାଖରେ, ମାନେ ଅତ୍ୟନ୍ତ ଦୁଃଖର ବିଷୟ, ଯାହାକି ସରକାର ବାରମ୍ବାର କହୁଛନ୍ତି ଆମ ରେଲୱେର ସ୍ଥିତି ସୁଧୁରିଲାଣି, ବଡ଼ ବଡ଼ ଭଲ ଭଲ ସେନ୍ସର ଲାଗିଛି, ଆକ୍ସିଡେଣ୍ଟ ହେଲା ପୂର୍ବରୁ ସଂକେତ ମିଳିବ। କିନ୍ତୁ ବହୁତ ଦୁଃଖର ଖବର, ଓଡ଼ିଶାରେ ଏଇ 2-3 ଦିନ ତଳେ ହୋଇଥିଲା, ପୁଣି ଋଷିକେଶ ରହିଲା। ମାନେ ବାରମ୍ବାର ଦେଶ ସାରା ଏମିତି ଆକ୍ସିଡେଣ୍ଟ ଗୁଡ଼ିକ ଘଟି ଚାଲିଛି। ମାନେ ସାଧାରଣ ଲୋକଙ୍କର ଜୀବନ ପ୍ରତି ସରକାର ଆଦୌ ଯତ୍ନଶୀଳ ନୁହେଁ। ତେଣୁ ଏଇଭଳି ଭାବରେ ଯଦି ବାରମ୍ବାର ଆକ୍ସିଡେଣ୍ଟ ହବ, ତାହେଲେ ଲୋକ କୋଉଥିରେ ଯିବା ପାଇଁ ନିଜ ଶରୀରକୁ ସୁରକ୍ଷିତ ମନେ କରିବେ, ମୋର ସେଇଟା କେବଳ ପ୍ରଶ୍ନ। ଆଉ ଆଜିର ଏଇ ଭିଡ଼ିଓଟି ବନେଇବାର କାରଣ ହେଉଛି କି ସରକାରଙ୍କୁ ଆମେ ଚେତାଇବାକୁ ଚାହୁଁଛେ ଯେ ଯଦି ସବୁଠାରୁ ସୁରକ୍ଷିତ ମାଧ୍ୟମରେ ଲୋକ ସୁରକ୍ଷିତ ନ ହେଇପାରିବେ, ତାହେଲେ ଲୋକ ଆଉ କୋଉଠିକୁ ସୁରକ୍ଷିତ ମନେ କରିବେ। ତେଣୁ ସରକାରଙ୍କୁ ଆମେ ପ୍ରାର୍ଥନା କରୁଛେ, ବିନୀତ ଅନୁରୋଧ କରୁଛେ କି ଯୋଉ କଥାଟି ଆପଣ କହୁଛନ୍ତି, ଯେକୌଣସି ସେନ୍ସର ହଉ କି ଯାହା ହଉ, ସେ ଜିନିଷର ତୁରନ୍ତ ଡେଭଲପମେଣ୍ଟ ହଉ। ଯଦି ମିଛ ଶ୍ରୁତି ଦେଉଛନ୍ତି, ସେଟା କୌଣସି କିଛି ଲାଭ ନାହିଁ। ଜନତାଙ୍କୁ ସତ ଜିନିଷଟି ଆପଣ ଜଣାନ୍ତୁ। ନମସ୍କାର।